ମୋ ନାଁ ସୌମ୍ୟ ରଞ୍ଜନ ଗୋଛାତ, ମୁଁ ସହକାରୀ ବନ ସଂରକ୍ଷକ ରାଉରକେଲା ଅଛି। ସାର୍ ଆଜିର ପ୍ରେସ୍ ମିଟ୍ ମୁଖ୍ୟ ଉଦ୍ଦେଶ୍ୟ କ'ଣ? ଆଜିର ପ୍ରେସ୍ ମିଟ୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମେ ଚଳିତ ବର୍ଷ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା 2023-24 ଯାହାକି ଜାନୁଆରୀ 4ରୁ ଜାନୁଆରୀ 8 ଯାଏଁ ଆୟୋଜିତ ହେବାକୁ ଅଛି, ସେଥିପ୍ରତି ଜନସାଧାରଣ ମାନଙ୍କୁ ଜଣାଇବା ପାଇଁ ଆମେ ପ୍ରେସ୍ ମିଟ୍ କରିଥିଲୁ, ଯେଉଁଥିରେ କି ଆମର ପାଖାପାଖି 80ଟା ଷ୍ଟଲ୍ ପଡ଼ିବ। ସେଥିରେ 50ରୁ 60 ବୈଦ୍ୟ ଆସୁଛନ୍ତି, 20 ଜଣ SHG ଆସୁଛନ୍ତି, 7ରୁ 8ଟା ମ୍ୟାନୁଫ୍ୟାକ୍ଚରର ଆସୁଛନ୍ତି। ତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମେ ଲୋକମାନଙ୍କୁ ଯେଉଁ ଆମର ହଜିଯାଇଥିବା ପ୍ରଥା ଆୟୁର୍ବେଦିକ ମେଡିସିନ ଅଛି, ଯେଉଁ ଟ୍ରାଡିସନାଲ ମେଡିସିନ ଅଛି, ସେଟା ଲୋକମାନଙ୍କୁ ଜଣେଇବା। କିଛି ଲୋକମାନଙ୍କୁ ଆମର ଯେଉଁ ନଲେଜଟା କମିଯାଉଛି ଧୀରେ ଧୀରେ, ଯେଉଁଟା ହଜିଯାଉଛି, ସେଟା ବି ତାଙ୍କ ପାଖରେ କେମିତି ଲୋକମାନଙ୍କ ପାଖରେ ପହଞ୍ଚିପାରେ ସେଟା ବି ଆମେ ଜଣେଇବା ମୁଖ୍ୟ ଉଦ୍ଦେଶ୍ୟ ରହୁଛି। ତା ଛଡ଼ା ଆମର ଯେଉଁ ବୈଦ୍ୟମାନେ ଆସିବେ, ସେ ବୈଦ୍ୟମାନେ ନିଜ ଭିତରେ ନିଜର ଯେଉଁ ଜ୍ଞାନ ଅଛି ତାକୁ ସେୟାର କରିବେ। ସେ ସେୟାରିଂ ଦ୍ୱାରା କେମିତି ଆହୁରି ଏହି ଆୟୁର୍ବେଦିକ ଟ୍ରାଡିସନାଲ ଚିକିତ୍ସାର ଆହୁରି ଉନ୍ନତି ଘଟିପାରିବ ସେ ବିଷୟରେ ମଧ୍ୟ ଆଲୋଚନା ହେବ। ଲୋକଲୋଚନ ପାଖକୁ ଗୋଟେ ଆସିପାରିବ, ଆଉ ଲୋକମାନେ ଯାହାର ପ୍ରକୃଷ୍ଟ ଆଉ ପ୍ରତ୍ୟକ୍ଷ ଭାବରେ ଏହାର କିଛି ଲାଭ ପାଇପାରିବେ। ସେଥିପାଇଁ ଆମେ ଏହି ମେଳା ଆମର ଷ୍ଟେଟ୍ ମେଡିସିନାଲ ପ୍ଲାଣ୍ଟ ବୋର୍ଡର ସହାୟତାରେ ୟାକୁ 4 ତାରିଖ ଦିନ ଆମର ମାନ୍ୟବର ମନ୍ତ୍ରୀ ଶାରଦା ନାୟକ ୟାକୁ ଉନ୍ମୋଚନ କରିବେ। ଏଥିସହିତ ଆମର ମାନ୍ୟବର MLA ରଘୁନାଥ ସୁବ୍ରତ ତରାଇ ସାର୍, ତା ଛଡ଼ା ଏଥିରେ ଆମର ଷ୍ଟେଟ୍ ମେଡିସିନାଲ ପ୍ଲାଣ୍ଟ ବୋର୍ଡର CEO ସୁଦୀପ ନାୟକ ସାର୍, ଆଞ୍ଚଳିକ ଚିଫ୍ କନଜରଭେଟର ଅଫ୍ ଫରେଷ୍ଟ ଯିଏ ଅଛନ୍ତି ଆମର ଡକ୍ଟର ଅରୁଣ ମିଶ୍ର ସାର୍ ଓ DFO ରାଉରକେଲା ମଧ୍ୟ ଏଥିରେ ଉପସ୍ଥିତ ରହିବେ। ଏଥିରେ ଅଛନ୍ତି ଆମର ADM ସାର୍, 5 ତାରିଖ ଦିନ ଡାଇରେକ୍ଟର ସାର୍ ଅଛନ୍ତି, ପ୍ଲସ୍ ଅଲ୍ DFOs ଅଫ୍ ରାଉରକେଲା ସର୍କଲ, ପ୍ଲସ୍ ADM ସାର୍ ଅଛନ୍ତି ଶୁଭଙ୍କର ମହାପାତ୍ର ସାର୍। 6 ତାରିଖରେ ଆମର ଅଛନ୍ତି ଚିଫ୍ ଗେଷ୍ଟ ସବ୍ କଲେକ୍ଟର ବିଜୟ ନାୟକ ସାର୍। ତାର 8 ତାରିଖ କ୍ଲୋଜିଂ ଅଛି ପାରିବ। ତା ଉପରେ ଏଇଟା ହେଉଛି ମୁଖ୍ୟ ଜିନିଷ। ସେଥିରେ ଆମର ଟ୍ରାଡିସନାଲ ହିଲର ମାନେ ଆସିବେ, ପାଖାପାଖି 50 ଜଣ ଆମ ପାଖରେ ଏନରୋଲ ଅଲରେଡି କରିସାରିଛନ୍ତି। ଆମେ ଏକ୍ସପେକ୍ଟ କରୁଛୁ ଅଧିକ ବି ଆସିପାରନ୍ତି। ତ ସେମାନେ ଆସିକି ଆପଣମାନେ ଯାଇକି ତାଙ୍କ ପାଖରେ ଫ୍ରି ଟ୍ରିଟମେଣ୍ଟ କରିପାରିବେ। ଆମେ ଯେମିତି ଜାଣିଛେ ହର୍ବାଲ ମେଡିସିନର ସାଇଡ୍ ଇଫେକ୍ଟ ନାହିଁ, ଡାଇରେକ୍ଟ ଏଟା ପ୍ଲାଣ୍ଟ ବେସ୍ଡ, ତାର କିଛି ଆନିମାଲ କନଜମ୍ପସନ ହଉନି, କିଛି ବି ନାହିଁ, ତାର ସାଇଡ୍ ଇଫେକ୍ଟ ନାହିଁ। ତ ସେଇ ବିଷୟରେ ଆମେ କଲେ ଆଟଲିଷ୍ଟ ଆମର ଟ୍ରାଡିସନାଲ ମେଡିସିନ କୁ ଉଜ୍ଜୀବିତ ରଖିବା ସହିତ, ଯେମିତି ଆମେ ସମସ୍ତେ ଜାଣିଛେ ଆମର ଆୟୁଷ ଅଛି ମିନିଷ୍ଟ୍ରି ଆଉ ଆମ ଷ୍ଟେଟର ଆୟୁଷ ଡିପାର୍ଟମେଣ୍ଟ ବି ଅଛି, बट मेडिकल साइंस जति आगे पारला आयुष साइंस माने हम जति ट्रेडिशनल मेडिसिन सिस्टम जति आगे पार नहीं। जेते बेले देखिबा हम चाइनीज मेडिसिन, हम भारतीय मेडिसिन आ सेपटे मेसोपोटामियन मेडिसिन सब तीनटा जगह एकाडी माने राइज करथिले। इंडियन वाज द पिनाकल थिला, सक्सेस रा पिनाकल थिला। सडनली हम डिफिनेशन माने कमी जाईची राइजटा, बट चाइना मेडिसिन सेमती ता ट्रेडिशनल मेडिसिन सेमती अछि। तो से विषय रे हम जे चेष्टा करिबा जे हम ट्रेडिशनल मेडिसिन जेमती आगो भलिया थिला सेमती रहिबो। ता छले एथरे हम करूछु बायर सेलर मीट, तो पोटेंशियल बायर मानक पोटेंशियल सेलर सहित हम मीट करेबू। सेति पई का हमर अलगार जेंती डाबर ऑलरेडी कंफर्मेशन देई से ता टीम पठौचंदी, से माने तांका नॉलेज एक्सचेंज करिवे। तो सेति भी से माने जानि परिबे जे हमर ट्रेडिशनल मेडिसिन कोन तांको केमती फ्यूचर रे मेडिसिनल प्रोडक्ट यूज हे परिबो। कारण ऑल जेति कि हमर पाउच एलोपैथिक मेडिसिन ऑल आर आल्सो प्लांट बेस्ड। सो नाको मेडिसिन नाको फॉर्मुलेशन नाको केमिकल फार्मूला नेकी सेति टी को ऐड करी करचंदी, एवरीथिंग सब केमिकल कंपोजिशन भी सेम। गोटे ग्रेट डिस्कशन भी हम सब बोधे माने बसिबे, व्यूज तांकर एक्सचेंज करिवे। सपोज गोटे जानिछि भलो अलगा अलगा जानि नै, गोटे मेडिसिन रो यूज, गोटे प्लांट रो कुछ पार्ट्स जो यूज से अन्य लोक भी जानि पारिबो। समस्त बोधे मान तो सब स्पेशलिस्ट नोंति ना, गोटे स्पेशलिस्ट होछि गोटे सपोज गोटे पार्ट से जानिछि कि प्लांट रो पार्टटा काम रे आछि तो उनका डिजीज पाइ तो उन भी जानि पारिबे। तो न्यूज़ भी तांकर एक्सचेंज होबो, तांको गोटे स्पेशल डिस्कशन रखा है।